ବଉଳା ଗାଈ ଇଏ କେଉଁ ଶ୍ରେଣୀର ବିଷୟବସ୍ତୁ? ନା ଆସ ଗପ ଶୁଣିବା ପ୍ରଥମ ଭାଗ ଶିଶୁ ପ୍ରାରମ୍ଭ ଶ୍ରେଣୀ ପାଇଁ। ଏବେ ପିଲାମାନେ ଶୁଣିବା ପାଇଁ ପ୍ରସ୍ତୁତ? ତେବେ ଆସ। ବଣ ପାଖରେ ଗୋଟିଏ ଗାଁ, ଆଉ ସେଇ ଗାଁରେ ଗାଈଟିଏ ଥିଲା। ତା ନାଁ ବଉଳା। କ'ଣ ତା ନାଁ? ନା ତା ନାଁ ବଉଳା। ତାର ଗୋଟିଏ କୁନି ବାଛୁରୀ ଥିଲା। ସେ କୁନି ବାଛୁରୀକୁ ଗୁହାଳରେ ଛାଡ଼ି ସବୁଦିନ ବଣକୁ ଯାଉଥିଲା, ଆଉ ସଞ୍ଜ ବେଳକୁ ଫେରିଆସି ତା ବାଛୁରୀକୁ କ୍ଷୀର ପିଆଉଥିଲା। ଦିନେ ବଉଳା ବଣକୁ ଚରିବାକୁ ଯାଇଥିଲା। ଫେରିବା ବାଟରେ ତାକୁ ବାଘମାମୁଁ ଦେଖିଲା। ସେ ବଉଳାକୁ କହିଲା, ଏ ବଉଳା, ମୁଁ ତୋତେ ଖାଇବି। ବାଘମାମୁଁ କଥା ଶୁଣି ବଉଳା ଡରିଗଲା। ବିକଳ ହୋଇ କହିଲା, ବାଘମାମୁଁ, ସଞ୍ଜ ହୋଇଗଲାଣି। ଘରେ ମୋର କୁନି ବାଛୁରୀ ଅଛି। ସେ ସକାଳୁ କିଛି ଖାଇନାହିଁ, ଭୋକରେ କାନ୍ଦୁଥିବ। ମୋତେ ଛାଡ଼ିଦିଅ, ମୁଁ ଯାଇ ତାକୁ କ୍ଷୀର ଖୁଆଇଦେବି, ଆଉ ତାପରେ ଆସିବି। ଆସିଲେ ତୁମେ ମୋତେ ଖାଇବ। ବଉଳା କଥା ଶୁଣି ବାଘମାମୁଁ କହିଲା, ନା ନା, ତୁ ମିଛ କହୁଛୁ। ତୋତେ ଛାଡ଼ିଦେଲେ ତୁ ଆଉ ଆସିବୁ ନାହିଁ। ମୁଁ ତୋତେ ଏବେ ଖାଇବି। ବଉଳା କହିଲା, ବାଘମାମୁଁ, ମୁଁ ସତ କହୁଛି, ନିଶ୍ଚୟ ଆସିବି, ଆଉ ଆସିଲେ ତମେ ମୋତେ ଖାଇବ। ବଉଳାର କଥା ଶୁଣି ବାଘମାମୁଁ ରାଜି ହୋଇଗଲା। ବଉଳା ଘରକୁ ଫେରିଲା। ତା କୁନି ବାଛୁରୀକୁ ବହୁତ ଗେଲ କଲା, କ୍ଷୀର ପିଆଇ ଦେଲା। ତାପରେ ବଣରେ ଥିବା ବାଘମାମୁଁ ପାଖକୁ ଆସିଲା। ବାଘମାମୁଁ ବଉଳା ବାଟକୁ ଚାହିଁ ରହିଥାଏ। ବଉଳା ସତକୁ ସତ ଫେରିଆସିବା ଦେଖି ତା ମନରେ ଦୟା ଆସିଲା। ସେ କହିଲା, ବଉଳା, ତୁ ସତ କହିଛୁ। ନିଜ କଥା ରଖିଥିବାରୁ ମୁଁ ତୋତେ ଛାଡ଼ିଦେଲି। ଯା, ତୋ ବାଛୁରୀ ସାଥିରେ ଖୁସିରେ ରହିବୁ। ବଉଳା ଘରକୁ ଫେରି ଆସିଲା। ତା କୁନି ବାଛୁରୀ ସହିତ ଖୁସିରେ ରହିଲା। ଏହି ଗପଟି ଶୁଣିବା ପରେ ଏଥର କହିଲେ ପିଲାମାନେ, ବାଘମାମୁଁ ବଉଳାକୁ କାହିଁକି ଛାଡ଼ିଦେଲା? ସେ ତ ଖାଇବାକୁ କହିଥିଲା ବଉଳାକୁ। ଏବେ ନ ଖାଇ ବାଘମାମୁଁ ବଉଳାକୁ କାହିଁକି ଛାଡ଼ିଦେଲା? କାହିଁକି ନା ସେ ବାଘମାମୁଁଙ୍କୁ ଦେଇଥିବା କଥା ତାର ବିଶ୍ୱାସ ରଖିଥିବାରୁ ବାଘମାମୁଁ ବଉଳାକୁ ନ ଖାଇ ଛାଡ଼ିଦେଲା। ତେବେ ଏଥିରୁ ଆମେ କ'ଣ ଶିଖିଲେ? କ'ଣ ନା ଆମେ କାହାରି ବିଶ୍ୱାସରେ କେବେ ବିଶ୍ୱାସଘାତକତା କରିବାନି। ଏଇ ଯେମିତିକି ପିଲାମାନେ ଘରେ ଆମେ ମାଆକୁ କହିଥାଉ, ମା, ମୁଁ ଆଉ ଟିକେ ଖେଳିଦିଏ, ମୁଁ ସବୁ ପାଠ କରିଦେବି। ଆଉ ଯଦି ଖେଳି ସାରିଲା ପରେ ସବୁ ପାଠ କରିଦେବ, ତମେ ସୁନା ପିଲା ହେବ, ମା ତୁମକୁ ବହୁତ ଭଲ ପାଇବେ, ଗେଲ କରିବେ।